ସୁଭଦ୍ରା ଟଙ୍କା ଚଳିତ ମାସ 8 ତାରିଖରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିସାରିଛି। ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇନଥିଲେ ସେମାନଙ୍କୁ ରାଜ୍ୟ ସରକାର ଏକାଥରକେ 2ଟି କିସ୍ତିର ଟଙ୍କା 10,000 ଦେଇଛନ୍ତି। ଆଉ ସେହିପରି ଆଗକୁ ଯେଉଁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ 3ଟି ଯାକ କିସ୍ତି ପାଇବେ ବୋଲି ରାଜ୍ୟ ସରକାର ପୂର୍ବରୁ କହିସାରିଛନ୍ତି। ବ୍ରହ୍ମପୁରରେ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଓ 2 ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କ ଖାତାକୁ ଯାଇଛି ସୁଭଦ୍ରା ଟଙ୍କାର ତୃତୀୟ କିସ୍ତି ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଯାଉଛି। କିନ୍ତୁ ତୃତୀୟ କିସ୍ତି କେଉଁଠାରୁ ଦିଆଯିବ ଏଯାଏଁ ସ୍ପଷ୍ଟ ହୋଇନାହିଁ। ହେଲେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଯେଉଁମାନେ 2ଟି ଯାକ କିସ୍ତି ପାଇ ସାରିଛନ୍ତି ସେମାନଙ୍କୁ 5,000 ଟଙ୍କା ମିଳିବ ଏବଂ ଯେଉଁମାନେ ଆଦୌ ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନଙ୍କୁ 15,000 ଟଙ୍କା ମିଳିବ। ଆବେଦନର ଶେଷ ତାରିଖ ମାର୍ଚ୍ଚ 31ରେ ସୁଭଦ୍ରା ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର। ଡୋର ଟୁ ଡୋର ଯାଇ 1-to-1 ସର୍ଭେ କରିବେ ଅଧିକାରୀ। ଫିଲ୍ଡ ଭେରିଫିକେସନ୍ ପରେ ଯାହା ରହିଯିବ ରକ୍ଷାବନ୍ଧନରେ ଏକାସଙ୍ଗେ 3ଟି କିସ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ଏକାଥରକେ ସୁଭଦ୍ରାର 3ଟି କିସ୍ତି ପାଇବେ। ତେବେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର ଆଣିଥିଲେ ସୁଭଦ୍ରା ଯୋଜନା। ମାତ୍ର 9 ମାସରେ ଏହି ଯୋଜନାରେ ଯୋଡ଼ି ହୋଇଛନ୍ତି ପ୍ରାୟ 1 କୋଟିରୁ ଉର୍ଦ୍ଧ୍ୱ ମହିଳା। ଏହା ବିଜେପି ସରକାରଙ୍କ ପାଇଁ ବଡ଼ ଉପଲବ୍ଧି ବୋଲି କୁହାଯାଉଛି। ଏମିତି ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରିନିଅନ୍ତୁ।